ମୁଁ ବର୍ତ୍ତମାନ କର୍ଣ୍ଣପ୍ରୟାଗରେ ଠିଆ ହେଇଛି। ସେଇଠି ପିଣ୍ଡାର ନଦୀ ଯେଉଁ ଧଳା ପାଣି ଆସୁଛି ସେ ହେଉଛି ପିଣ୍ଡାର ନଦୀ ଆସିକିରି ଏପଟେ ଏଇ ଯେଉଁ ଆସୁଛି ଅଳକାନନ୍ଦା, ଏପଟେ ଅଳକାନନ୍ଦା ଆସୁଛି। ଅଳକାନନ୍ଦା ନଈ ଯାଉଛି ଧାରରେ ଗଲା ପରେ ସେଠି ଯାଇକିରି ପିଣ୍ଡାର ନଦୀ ଆସୁଛି ପାଣି, ବଳା ପାଣି ପିଣ୍ଡାର ନଦୀ ଆଉ ଅଳକାନନ୍ଦ ଏଠି ମିଶିଛି। ସେଇ ଜାଗାଟା ହେଉଛି ସଙ୍ଗମ, ଏଇଟା ହେଉଛି ସଙ୍ଗମ ସ୍ଥଳ। କର୍ଣ୍ଣପ୍ରୟାଗ କୁହାଯାଉଛି କାରଣ ଦୁଇଟା ଯାକ ନଦୀ ଏଇଠି ମିଳନ ହେଇଛି। ଦେଖନ୍ତୁ ପାହାଡ଼ ଦୃଶ୍ୟ ଦେଖାଉଛି, କର୍ଣ୍ଣପ୍ରୟାଗରେ ଦୃଶ୍ୟ ଦେଖାଉଛି ପାହାଡ଼ ନଦୀ। ମୁଁ ବର୍ତ୍ତମାନ କେଦାରନାଥ ଦର୍ଶନ କରି ବଦ୍ରୀନାଥ ଅଭିମୁଖେ ଯାଉଛି। ଆଜି ଯୋଶୀମଠରେ ରହିବି, ନୃସିଂହଙ୍କୁ ଦର୍ଶନ କରିବି, ତାପରେ କାଲି ମୁଁ ଯିବି ବଦ୍ରୀନାଥ। ଏ ହେଉଛି କର୍ଣ୍ଣପ୍ରୟାଗ। ଏଠି ଗୋଟେ ହୋଟେଲରେ ଆମେ ଖାଇବା ପାଇଁ ରହିଛୁ। ବିଚିତ୍ର ସ୍ଥାନ, ଏଠାରେ ନନ୍ଭେଜ୍ ମିଳେ ନାହିଁ, ପିଆଜ ରସୁଣ ମଧ୍ୟ ନୁହଁ, ସାଧା ଖାଇବା ପ୍ରତି ହୋଟେଲରେ ମିଳେ ଏବଂ ସେ ଖାଇବା ଖାଇସାରିଲା ପରେ ପୁଣି ଆଗକୁ ଆମେ ଯାତ୍ରା କରିବୁ। କର୍ଣ୍ଣପ୍ରୟାଗ ଅଳକା ନଦୀ ସହିତ କୋଉ ନଦୀ ମିଶିବ? ପିଣ୍ଡାର ନଦୀ ଅଳକାନନ୍ଦ ନଦୀ ଆସିଛି, ପିଣ୍ଡାର ନଦୀ ମିଶିକିରି ଏଇଟା ହେଉଛି ସେ ଧଳା ପାଣି ଯେଉଁ ଆସୁଛି ସେଇଟା ପିଣ୍ଡାର ନଦୀ, ଆଉ ଇଏ ମାଟିଆ ପାଣି ଏଇଟା ହେଉଛି ଅଳକାନନ୍ଦ। ସେଇ ଜାଗାରେ ମିଶିଛି, ସେଇ ଜାଗାଟାକୁ ସଙ୍ଗମ କରୁଛନ୍ତି। ଏ ଦୁଇଟା ଯାକ ପାଣି, ଧଳା ପାଣି ଏବଂ ମାଟିଆ ପାଣି ମିଶିଲା ପରେ ସେଇ ଜାଗାଟା ହେଉଛି ସଙ୍ଗମ। ସେଇ ଯେଉଁ ପାଣି आईना चाहिए। ପିଣ୍ଡାର ନଦୀଟା ସାଙ୍ଗେ ସାଙ୍ଗେ ଆସିଛି, ଝରଣା ଦିହରୁ ବାହାରିଛି ପାହାଡ଼ର ଝରଣାରୁ, ତେଣୁ ପାଣିଟା ଧଳା ଦେଖାଯାଉଛି। ଇଏ ଏପଟେ ଅଳକାନନ୍ଦ ଏପଟେ ଆସୁଛି, ପାଣି ମାଟିଆ ଦେଖାଯାଉଛି। ଏତେ ସୁନ୍ଦର ଗଛ ଉପରେ ଦେଖ, ସେ ପାହାଡ଼ ଉପରେ ଗଛ କେମିତି ଦେଖ, ପାହାଡ଼ ଉପରେ ଗଛ କିପରି ଭାବରେ ରହିଛି, ଗଛ ଦେଖ। কি গছ সিଏ? কি গছ? গোলাপ ଗଛଟି? ଲେମ୍ବୁ କାହିଁ କୋଉଠି ହେଇଛି? କଷି ହେଇଛି ଲେମ୍ବୁ, ଛୋଟ ଜାଗାରେ ଲେମ୍ବୁ କଷି ହେଇଛି। ଛୋଟ ଜାଗାରେ ଲେମ୍ବୁ କଷି ହେଇଛି। ହଁ ସେଇଟା